ବନ୍ଧୁଗଣ, ମୁଁ ଆପଣଙ୍କୁ ଗୋଟିଏ ଆଜି ସୁନ୍ଦର ଶ୍ଲୋକ କହିବି, ତାହା ଆପଣ ମନୋଯୋଗପୂର୍ବକ ଶୁଣନ୍ତୁ। ବକ୍ରତୁଣ୍ଡ ମହାକାୟଂ ସୂର୍ଯ୍ୟକୋଟି ସମପ୍ରଭୋ ନିର୍ବିଘ୍ନଂ କୁରୁ ମେ ଦେବ ସର୍ବକାର୍ୟେଷୁ ସର୍ବଦା। ସର୍ବେଷୁ ଆରମ୍ଭେ କାର୍ଯ୍ୟେଷୁ ତ୍ରୟସ୍ତେ ଭୁବନେଶ୍ୱରଃ ଦେବାଦିଜନ୍ତୁ ନାସିଦ୍ଧି ବ୍ରହ୍ମେ ମାନୁ ଧନାର୍ଦ୍ଧନ ହରି ଓମ୍। ଜୟ ଜଗନ୍ନାଥ। ବନ୍ଧୁଗଣ, ଏ ସମାଜରେ ଆମକୁ ବଞ୍ଚିବାକୁ ହେଲେ ଆମେ କେତେ ଗୁଡ଼ିଏ ନୀତି ନିୟମ କାନୁନକୁ ଅନୁସରଣ କରି ବଞ୍ଚିବାକୁ ହୁଏ। ଏ ସମାଜରେ ବହୁତ ଲୋକ ଜନ୍ମ ହୁଅନ୍ତି ଏବଂ ମରନ୍ତି। କିଏ କାହା କଥା ମନରେ ରଖେ? ଯେ ଭଲ କାମ କରିଥିବ ସେ ବ୍ୟକ୍ତିକି ସଦାସର୍ବଦା ସମସ୍ତେ ଲୋକ ମନରେ ରଖିଥିବେ। ଯଦି ଆମେ ସେଇ ଭଲ କାମ କଲେ ଆମର ମୃତ୍ୟୁ ପରେ ଆମ କଥାକୁ ସମସ୍ତେ ମନରେ ରଖିବେ, ତାହେଲେ ଆମେ କାହିଁକି ସେ ଭଲ କାର୍ଯ୍ୟ ନ କରିବା? ସେ ଭଲ କାର୍ଯ୍ୟ କରିବାକୁ ହେଲେ ଆମକୁ ବହୁତ ବ୍ୟକ୍ତିଙ୍କ ସହିତ, ବହୁତ ଭଲ ଭଲ ମହାମନୀଷୀମାନଙ୍କ ସହିତ, ଜ୍ଞାନୀ ଗୁଣୀ ବ୍ୟକ୍ତିମାନଙ୍କ ସହିତ ମିଶିବା, ନହେଲେ ତାଙ୍କର ରଚିତ ଶାସ୍ତ୍ର ପୁସ୍ତକ ଗୁଡ଼ିକୁ ଆମେ ଅଧ୍ୟୟନ କରିବା। ଯଦି ଆମେ ତାଙ୍କର ରଚିତ ପୁସ୍ତକ ଗୁଡ଼ିକୁ ଅଧ୍ୟୟନ କରନ୍ତି, ତାହେଲେ ଆମେ ଉତ୍ତମ ଜ୍ଞାନ ଆହରଣ କରିବା। ଉତ୍ତମ ଜ୍ଞାନ ଆହରଣ କଲେ ଆମେ ଉତ୍ତମ ମାନବ ଭାବରେ ସମାଜରେ ପ୍ରତିଷ୍ଠା ଲାଭ କରିବା। ତେଣୁ ସେଇ ଉତ୍ତମ ମାନବମାନଙ୍କ ମଧ୍ୟରୁ ମୁଁ କେତେଜଣଙ୍କ ନାଁ ଆଜି ଆପଣଙ୍କୁ କହୁଛି। ଚାଣକ୍ୟ, ଭର୍ତ୍ତୃହରି, କାଳିଦାସ ଇତ୍ୟାଦି ବହୁତ ମହାମାନବ, ମହାଜ୍ଞାନୀ ପଣ୍ଡିତ ବ୍ୟକ୍ତି ସଂସାରରେ ଅଛନ୍ତି। ସିଏ ଏ ଦିଗହରା ମାନବ ସମାଜକୁ ସୁମାର୍ଗରେ ପରିଚାଳିତ କରିବା ପାଇଁ ବହୁଗୁଡ଼ିଏ ନୀତିଗତ ଆଦର୍ଶଗତ ଶ୍ଲୋକ ରଚନା କରିଯାଇଅଛନ୍ତି। ସେ ଶ୍ଲୋକକୁ ଯଦି ଆମେ ପାଠ କରି ସେ ଶ୍ଲୋକର ନିୟମ ଅନୁସାରେ ଆମେ ନିଜେ ପରିଚାଳିତ ହୁଅନ୍ତି, ତାହେଲେ ଭବିଷ୍ୟତରେ ଆମେ ସମାଜରେ ଜଣେ ଜଣେ ଆଦର୍ଶବାନ ନାଗରିକ ଭାବରେ ପ୍ରତିଷ୍ଠା ଲାଭ କରିବା। ସେହି ନୀତିପୂର୍ଣ୍ଣ ଶ୍ଲୋକମାନଙ୍କ ମଧ୍ୟରୁ ଗୋଟିଏ ଶ୍ଲୋକ ମୁଁ ଆଜି ଆପଣଙ୍କୁ କହୁଛି, ମନୋଯୋଗପୂର୍ବକ ଶୁଣିବେ। ହସ୍ତସ୍ୟ ଭୂଷଣଂ ଦାନଂ ସତ୍ୟ କଣ୍ଠସ୍ୟ ଭୂଷଣଂ ଶ୍ରୋତସ୍ୟ ଭୂଷଣଂ ଶାସ୍ତ୍ରଂ ଭୂଷଣେ କିଂ ପ୍ରୟୋଜନମ୍। ଆଉ ଥରେ କହୁଛି, ହସ୍ତସ୍ୟ ଭୂଷଣଂ ଦାନଂ ସତ୍ୟ କଣ୍ଠସ୍ୟ ଭୂଷଣଂ ଶ୍ରୋତସ୍ୟ ଭୂଷଣଂ ଶାସ୍ତ୍ରଂ ଭୂଷଣେ କିଂ ପ୍ରୟୋଜନମ୍। ଏହିପରି ପ୍ରକୃତି ଦତ୍ତ ଭୂଷଣ ଯଦି ଆମ ପାଖରେ ଥାଏ, ତାହେଲେ ଆମର କୃତ୍ରିମ ଭୂଷଣରେ କିଛି ଆବଶ୍ୟକତା ନଥାଏ। ହସ୍ତର ପ୍ରକୃତ ଭୂଷଣ ହେଲା, ପ୍ରକୃତି ଦତ୍ତ ଭୂଷଣ ହେଲା ଦାନ କରିବା। ଆମେ ସମାଜରେ ଯେହେତୁ ମଣିଷ, ସୃଷ୍ଟିରେ ଯେତେ ଜୀବ ଅଛନ୍ତି ସେ ଜୀବମାନଙ୍କ ଭିତରୁ ଶ୍ରେଷ୍ଠ ଜୀବ ହେଲା ମଣିଷ। ତେଣୁ ଭଗବାନ ବି ମଣିଷ ସୃଷ୍ଟି କରିଛନ୍ତି ସବୁ ଜୀବଠାରୁ ଶ୍ରେଷ୍ଠ ଜୀବ ଭାବରେ। ତେଣୁ ଯେ ଭଗବାନଙ୍କ ମତରେ ଯେ ଆମେ ଯେହେତୁ ଏ ସମାଜକୁ ଆସିଛନ୍ତି, ତାହେଲେ ଆମେ ସମାଜରେ କିଛି ଉପକାର କରିବା। ଆମେ ଯାହା ଆମ ପାଖରେ ଅଛି, ଯଦି ଆମେ କିଛି ସେଥିରୁ ଦାନ କରିଥାନ୍ତି, ତାହେଲେ ଭବିଷ୍ୟତରେ ତାହା ହିଁ ଆମର କାମରେ ଆସିବ। ତେଣୁ ହସ୍ତର ପ୍ରକୃତ ଭୂଷଣ ହେଲା ଦାନ କରିବା। ଶ୍ରୋତସ୍ୟ କଣ୍ଠସ୍ୟ ଭୂଷଣଂ ଶାସ୍ତ୍ର। ଭଗବାନ ଆମକୁ ଗୋଟିଏ କଣ୍ଠ ଦେଇଛନ୍ତି। ସେ କଣ୍ଠରେ ଯଦି ଆମେ ସତ୍ୟ କଥା, ସତ୍ୟ ଭାଷଣ କରନ୍ତି, ତାହେଲେ ଆମେ କଣ୍ଠର ପ୍ରକୃତ ଭୂଷଣ ହେଉଛି ସେଇଗୁଡ଼ିକ। ତେଣୁ ଆମେ କଣ୍ଠକୁ ପ୍ରକୃତ ଭୂଷଣରେ ସଜ୍ଜିତ କରିବାକୁ ହେଲେ ସର୍ବଦା ସତ୍ୟ କଥା କହିବା, ସତ୍ୟ ଭାଷଣ ଦେବା ଇତ୍ୟାଦି କରିବା। ଶ୍ରୋତସ୍ୟ ଭୂଷଣଂ ଶାସ୍ତ୍ରଂ। ଭଗବାନ ଆମକୁ ଦୁଇଟା କାନ ଦେଇଛନ୍ତି। ସେ କାନର ପ୍ରକୃତ ଭୂଷଣ ହେଲା ଶାସ୍ତ୍ର ଶ୍ରବଣ, ଧର୍ମଶାସ୍ତ୍ର ଶ୍ରବଣ। ଯଦି ନୀତିଗତ, ଆଦର୍ଶଗତ, ଜ୍ଞାନଗତ, ଧାର୍ମିକ ଶାସ୍ତ୍ର ଆମେ ଶ୍ରବଣ କରନ୍ତି, ତାହେଲେ ତାହା ପ୍ରକୃତ କର୍ଣ୍ଣର ଭୂଷଣ ଅଟେ। କର୍ଣ୍ଣରେ ଭୂଷଣ, ଯେ କର୍ଣ୍ଣରେ କୁଣ୍ଡଳ ପିନ୍ଧି ହଲେଇବା କର୍ଣ୍ଣର ଭୂଷଣ ନୁହେଁ। କର୍ଣ୍ଣର ପ୍ରକୃତ ଭୂଷଣ ହେଲା
ଯେ ଶାସ୍ତ୍ର ଶ୍ରବଣ, ଯେପରି ସତ୍ୟ କଥନ, ସତ୍ୟ ଭାଷଣ, କଣ୍ଠର ଭୂଷଣ, କୃତ୍ରିମ ଭୂଷଣ ହେଲା ସୁନା ଚେନ୍ ପକାଇ ଦେଖାଇବା। ତେଣୁ ଏହିପରି ଭାବରେ ଯଦି ପ୍ରକୃତି ଦତ୍ତ ପ୍ରକୃତ ଭୂଷଣର ଆମେ ଅଧିକାରୀ ହୁଅନ୍ତି, ତାହେଲେ ଅନ୍ୟ ଭୂଷଣର ଆବଶ୍ୟକତା ପଡ଼ିବ ନାହିଁ। ଏହି ନୀତିପୂର୍ଣ୍ଣ ଶ୍ଲୋକଟିକୁ ଯଦି ଆମେ ଜାଣି ପଢ଼ି ମନରେ ରଖି ତାକୁ ଜୀବନ କ୍ଷେତ୍ରରେ ପ୍ରୟୋଗ କରନ୍ତି, ତାହେଲେ ଆମେ ଜଣେ ଉତ୍ତମ ମାନବ ଭାବରେ ସମାଜରେ ପ୍ରତିଷ୍ଠା ଲାଭ କରିପାରିବା। ଆମର ଜୀବନର ଶେଷରେ ଆମେ ଆମର ଅନ୍ତେ ଆମକୁ କିଛି ଲୋକ ବି ମଧ୍ୟ ଏ ସମାଜରେ ଆମକୁ ମନରେ ରଖିବେ। ମାନେ ସଂସାରରେ ଲକ୍ଷ ଲକ୍ଷ ଲୋକ ଜନ୍ମଗ୍ରହଣ କରନ୍ତି, ଲକ୍ଷ ଲକ୍ଷ ଲୋକ ମରନ୍ତି, କିଏ କାହାକୁ ଜାଣେ ବା କିଏ କାହା କଥା ମନରେ ରଖେ। ତେଣୁ ଉତ୍ତମ ମାନବ କଥାକୁ, ଉତ୍ତମ ମାନବମାନଙ୍କର କଥାକୁ ଏ ସଂସାରରେ ସମସ୍ତେ ମନେ ରଖିଥାନ୍ତି ଏବଂ ଯିଏ ଅତ୍ୟଧିକ ଭଲ କାର୍ଯ୍ୟ କରେ, ସମାଜର ମଙ୍ଗଳ କାର୍ଯ୍ୟ କରେ, ତାଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଇତିହାସରେ ଲିପିବଦ୍ଧ ହୋଇ ରହିଥାଏ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।